हाय हेलो गाइस। तो पुअर स्कूल बैग दीटा मगा ହେଇଥିଲା କେମିତି କଣ କ୍ୱାଲିଟି ଦେଖେଇବି ଦେଖୁ। ତ ଏବେ ଫ୍ଲିପକାର୍ଟ ବାଲା ଆଇଥିଲା। ଆଜି ଡେଲିଭରି ଡେଟ୍ ଥିଲା 25। ମୁଁ ବୁଝି କରି ଯାଇଥିଲି ଏବେ ଆଇଲା। ୱାଓ ଆମାଜିଂ ଦେଖିପାରୁଥିବେ। ଆଗରୁ ବି ଏମିତି ଦିଟା ମଗେଇଥିଲି, ଲାଷ୍ଟିଂ କରିଥିଲା। ଏଇଟା ଟ୍ୟୁସନ ପାଇଁ ଏଇଟା ଦେଖିପାରୁଥିବେ। କିଏ ମୋଟୁ ପତଲୁ ଏଇଟା ଏଇଟା ହେଲା ମୋଟୁ ପତଲୁ, ଏଇଟା ଡୋରେମନ। ଦିଟା ପିସ୍ ବହୁତ ଚିପ୍ ରେଟ୍ ରେ କିନ୍ତୁ ଭଲ କ୍ୱାଲିଟି ଅଛି। କିଛି ନାହିଁ ମୁଁ ଦେଖୁଛି ତାକୁ ଆଇ ବାବା ଆଗରେ କିଛି ମୁଁ ପର୍ବ ଦରକାର ଯଦି ମଗେଇବେ। ଷ୍ଟିଚିଂ ବହୁତ ମାନେ କ୍ୱାଲିଟି କିଛି ଏମିତି ନାହିଁ। ଖରାପ ପ୍ଲାଷ୍ଟିକ ରେଡି ଅଛି। ଏଠି ଟିଫିନ ରହିବ, ଏଇଠି ନୋଟ ଆଣ୍ଡ ବୁକ୍ସ ଦିଟା ଯାକ ଅଛି। ପାଣି ବୋତଲ ପାଇଁ ବି ଦେଇବୁ। ଭଲ ଅଛି କ୍ୱାଲିଟି, ବେଶୀ ନାହିଁ। ରେଟ୍ ଅନୁସାରେ ଠିକ ଠାକ ଅଛି, କିଛି କଥା ନାହିଁ। କ୍ୱାଲିଟି ବି ଦେଇଥିଲି କାରଣ ଗୋଟେ ବର୍ଷ ପରେ ନେକ୍ସଟ ପୁଣି ଆଉ ଗୋଟେ ମଗେଇବାକୁ ପଡୁଛି ନା। ଛୋଟ ଛୁଆ ଯେହେତୁ ମାନେ ଚିରି ଫାଟି ଦଉଛନ୍ତି। ତ ବାହାରୁ ଆପଣ ଯଦି କିଣିବେ ଗୋଟେ ଯାହାହେଲେ ବି 300-400 ଟଙ୍କା ପଡିଯିବ। କିନ୍ତୁ ଅନଲାଇନ ରେ କିଛି ଖରାପ ନାହିଁ ମୋ ହିସାବରେ। ଦେଖିପାରୁଥିବେ ଚେନ୍ କ୍ୱାଲିଟି ବି ଏଇଟା ଛିଣ୍ଡିବାର ନାହିଁ। ଦେଖ ମାନେ ଟିକେ ପୁରା ଟାଇଟ୍ କ୍ୱାଲିଟି ଭଲ ଅଛି। ବାକି ଏଇଟା ଟିକେ ମାନେ ପୁରା ହାର୍ଡ ପ୍ଲାଷ୍ଟିକ ଟାଇପ ର ହେଇଛି, ଏଇଟା ଫାଟିଯିବ। ଠିକ ଅଛି, ଚାହିଁଲେ ମଗେଇ ପାରିବେ। ମାତ୍ର ବହୁତ କମ ଟଙ୍କା ଜାଣିଥିବେ, ମାନେ ଏତେ ବି ଚିପ୍ ନାହିଁ, ମିଡିୟମ ରେ। ତ ଏଇଟା ଟ୍ୟୁସନ ଜୟ ଜଗନ୍ନାଥ। ବ୍ରାଣ୍ଡ ବାବା ବ୍ରାଣ୍ଡ ବ୍ରାଣ୍ଡ ହେଲା ବେବି ବେବି ବ୍ରାଣ୍ଡ ଭଲ ଅଛି। ତ ଦୁଇଟା ମଗେଇଥିଲି, ଆସିଛି, କିଛି କଥା ନାହିଁ। ଏତେ ବି ଖରାପ ରେଟ୍ ଅନୁସାରେ। ତ ଜୟ ଜଗନ୍ନାଥ। ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର।